ଖରାଦିନେ ପଖାଳର ଚାହିଦା ବହୁତ ବେଶୀ ଥାଏ। ସେଥିପାଇଁ ତ ଖାସ୍ କରି ସେଇଥିପାଇଁ ମାର୍ଚ୍ଚ ମାସ 20 ତାରିଖରୁ ଆରମ୍ଭ ହୋଇଥାଏ ପଖାଳ ଦିବସ। ମାନେ ମାର୍ଚ୍ଚ ମାସ 20 ତାରିଖ ଦିନ ହିଁ ହେଉଛି ପଖାଳ ଦିବସ। ଆସନ୍ତାକାଲି ପଖାଳ ଦିବସ ଉପଲକ୍ଷେ ମୁଁ ଆପଣମାନଙ୍କ ପାଇଁ ନେଇ ଆସି ପଖାଳର ଥାଳି। ଟେନସନ୍ ନିଅନ୍ତୁନି ମ, ଘରେ ଏବେ ଆପଣଙ୍କର ଯାହା ସବୁ ସାମଗ୍ରୀ ଅଛି ସେଇଥିରେ ମୁଁ ଆପଣଙ୍କୁ ପଖାଳ ଥାଳି ବନେଇକି ଦେଖେଇବି। ବାହାରୁ ସେମିତି ଏକ୍ସଟ୍ରା କିଛି ଆଣିବାକୁ ବି ପଡ଼ିବନି। ତ ଚାଲନ୍ତୁ ଡେରି କ'ଣ ପାଇଁ ଷ୍ଟାର୍ଟ କରିବା ରେସିପି। ଦେଖନ୍ତୁ ମୁଁ କେମିତି କ'ଣ ସବୁ ବନାଉଛି। ପ୍ରଥମେ ତ ଏବେ ମୁଁ ବନାଉଛି ବଡ଼ି ଚୁରା। ପିଆଜ ଫିଆଜ ସବୁ ଦେଇକି ବଡ଼ିକୁ ଭାଜିକି ରସୁଣ କଞ୍ଚା ଲଙ୍କା ଦେଇକି ତାକୁ ଭଲ ଭାବରେ ଛେଚି ନେଇଛି। ବର୍ତ୍ତମାନ ଏଠି ଆମର ପ୍ରସ୍ତୁତ ହେଇଯାଇଛି ବଡ଼ି ଚୁରା। ତାପରେ ଅଳ୍ପ ଟିକେ ଲୁଣ ଦେଇକି ସ୍ୱାଦ ଅନୁସାରେ ତାକୁ ଆମେ ଗୋଳେଇ ନେବା। ପଖାଳ ଭାତ ପାଇଁ ପୁରାପୁରି ରେଡ଼ି ଆମର ବଡ଼ି ଚୁରା। ତାପରେ ଏଠି ନେଇଯିବା ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍, ସେଥିରେ ଦେଇଦେବା କିଛି ଜିରା ଆଉ କିଛି ସୋରିଷ। ଜିରାର ମାତ୍ରା କମ୍, ସୋରିଷର ମାତ୍ରା ଟିକେ ଅଧିକା। କଞ୍ଚା ଲଙ୍କା ରସୁଣ ଦେଇକି ୟାର ଆମେ ଗୋଟେ ପେଷ୍ଟ ବନେଇ ନେବା। ତ ଏବେ କ'ଣ କରିବା, କଡ଼େଇରେ ଦେଇଦେବା ଅଳ୍ପ କିଛି ତେଲ ପରେ ସୋରିଷ ଦେଇଦେବା। ତାପରେ ଶୁଖିଲା ଲଙ୍କା ଦେଇଦେବା। ତାପରେ ପିଆଜ ଦେଇଦେବା। ପିଆଜକୁ ଟିକେ ସମୟ ପର୍ଯ୍ୟନ୍ତ ଭାଜି ନେବା। ତ ତାପରେ ଆମେ ଏଥିରେ ଆଡ଼୍ କରି ନେବା 2ଟି କଟା ହୋଇ ରଖିଥିବା ଟମାଟୋ। ଏଇ ରେସିପିରେ ଟମାଟୋର ମାନେ ଟେଷ୍ଟଟା ବହୁତ ହି ବଢ଼ିଆ ଆସିଥାଏ। ତାପରେ ଆମେ ଏଥିରେ ଦେଇଦେବା ବେସର ବଟାକୁ ଦେଇ ସାରିବା ପରେ ୟାକୁ ଆମେ ଭଲ ଭାବରେ ଟିକେ ଘାଣ୍ଟି ନେବା। ତାପରେ ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ ଦେଇକି ଭଲସେ ମିକ୍ସ କରି ନେବା। ଆପଣ ବେସରକୁ ବେଶୀ ସମୟ କଷିବେନି, ନହେଲେ ନାହିଁ ତ ଏଇଟା ଆମ୍ବିଳି ହେଇଯିବ। ଏଠି ଆପଣ ଦେଖିପାରୁଥିବେ ମୁଁ ଚୁନା ମାଛକୁ ଭଲ ଭାବରେ ଭାଜିକି ରଖିଛି। ତ ୟାକୁ ମୁଁ ଏବେ ଏଥିରେ ପକାଇ ନେବି। ଆପଣ ଏଇନେ କହିବେ କ'ଣ ନା, ତମେ ତ ଆଜି କହିଲ ଆମେ ତ ଆଜି ସକାଳୁ ପଖାଳ ପାଇଁ ବନେଇବୁ, ତାହେଲେ ଚୁନା ମାଛ କେଉଁଠୁ ଆଣିବୁ, ଆମର ତ ଏଠି ମିଳୁନି। ତ ସେଇଥିପାଇଁ ଆପଣ ଚାହିଁଲେ ଏଇ ଷ୍ଟେଜ୍ରେ ଯଦି ଆପଣଙ୍କ ପାଖରେ ମାଛ ଫାଛ କିଛି ନାହିଁ, ତାହେଲେ ଆପଣ ଆଳୁ ବଡ଼ି ବାଇଗଣ ଏଥିରେ ଭାଜିକି ପକାଇ ପାରିବେ। ତା'ର ବେସର ବି ବହୁତ ହି ବଢ଼ିଆ ଲାଗେ ଖାଇବା ପାଇଁ। ଟିକେ ଖଟା ହେବା ପାଇଁ ମୁଁ ଏଠି ଦେଇଦେଇଛି ଆମ୍ବୁଲକୁ ବତୁରେଇକି ରଖିଥିଲି। ତାପରେ ତାକୁ ମୁଁ ଏଥିରେ ପାଣି ସହିତ ଆଡ଼୍ କରିନେଲି। ସ୍ୱାଦ ଅନୁସାରେ ଲୁଣ ଦେଇଦେଲି। ଆଉ ତାପରେ ଧନିଆ ପତ୍ର ଟିକେ ଉପରେ ପକାଇ ନେଲି। ତ ଏଠି ଆମର ବର୍ତ୍ତମାନ ରେଡ଼ି ହେଇଗଲା ପଖାଳ ଭାତ ପାଇଁ ମାଛ ବେସର। ହଁ ଆଜ୍ଞା, କେତେ ଟେଷ୍ଟି ଲାଗିବ କହିଲେ। ତାପରେ ଏଠି ଦେଖନ୍ତୁ ମୁଁ ନେଇଯାଇଛି 2ଟି ବାଇଗଣ, ମାନେ ଗୋଟେ ବାଇଗଣକୁ ମଝିରୁ ଚିରା ଲଗେଇକି ନେଇଯାଇଛି। ସେଥିରେ ଅଳ୍ପ ଟିକେ ଲୁଣ ଅଳ୍ପ ଟିକେ ହଳଦୀ ଦେଇକି ତାକୁ ମୁଁ ବାସ୍ ଏମିତି ଗୋଳେଇ ନେବି। ତାପରେ ଏଥିରେ ଆପଣ ଚାହିଁଲେ କିଛି ମସଲା ବି ଏଥିରେ ଦେଇପାରିବେ। ବାସ୍ ମୁଁ ଏଥିରେ ଅଳ୍ପ ଟିକେ ଚାଟ୍ ମସଲାକୁ ଦେଇଛି, ତାକି ଟିକେ ଖଟା ଖଟା ଫ୍ଲେଭର୍ ଆସିବ। ତାପରେ ଏଥିରେ ଅଳ୍ପ ଟିକେ ତେଲ ଦେଇଦେବି ତାୱାରେ। ଆଉ ଏବେ ମୁଁ କ'ଣ କରିବି ନା, ବାଇଗଣକୁ ଓଲଟ ପଲଟ କରିକି ଦୁଇପଟ ସାଇଡ଼୍କୁ ସେକି ନେବି। ତ ଏଠି ଆପଣ ଦେଖିପାରୁଥିବେ ଆମ ବାଇଗଣ ବର୍ତ୍ତମାନ ଗୋଟେ ପଟ ସାଇଡ଼୍ ସେକି ହେଇକି ରେଡ଼ି। ବାଇଗଣ ଗୁଡ଼ା ବି ବହୁତ ବଢ଼ିଆ ସେ ସଫ୍ଟ ହେଇଯାଇଛି। ଆପଣ ଯେତେ ଶୀଘ୍ର ତାକୁ ଘୋଡ଼େଇ ଭାଜିବେ ବାଇଗଣ ସେତେ ଜଲ୍ଦି ସିଝିବ। ତ ଏଠି ଆମର ଭଜା ବାଇଗଣ ବର୍ତ୍ତମାନ ରେଡ଼ି। ତ ଏବେ ଆମେ ନେଇଯିବା ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍। ଏଥିରେ ଦେଇଦେବା କିଛି ଚାଉଳକୁ ବତୁରେଇକି ମୁଁ ରଖିଥିଲି ଅଧଘଣ୍ଟେ ପୂର୍ବରୁ। ତାପରେ ଏଥିରେ କିଛି ରସୁଣ ଦେଇଦେବା। ରସୁଣ ଦେଇସାରିବା ପରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଅଳ୍ପ କିଛି ଜିରା ଦେଇଦେବା, ଅଳ୍ପ କିଛି ସୋରିଷ ଦେଇଦେବା। ଆଉ ଏସବୁକୁ ଭଲ କରିକି ଆମେ ପାଣି ଟିକେ ଦେଇକି ବାଟି ନେବା। ଦେଖିପାରୁଥିବେ ଏଠି ଚାଉଳର କନସିଷ୍ଟେନ୍ସି ଏଇଭଳିଆ ରହିବ। ଏଠି ମୁଁ ନେଇଛି କିଛି ଶାଗ। ଆପଣ କେଉଁ ବି ଶାଗ ନେଇପାରନ୍ତି, ସେଥିରେ କିଛି କଥା ନାହିଁ। ତ ପିଆଜ ଦେଇଦେବା, ଲଙ୍କା ଗୁଣ୍ଡ ଦେଇଦେବା। ଆଉ ତାପରେ ଆମେ ଏଥିରେ ଆଡ଼୍ କରି ନେବା ଯେଉଁ ପିଠଉକୁ ଆମେ ବର୍ତ୍ତମାନ ବାଟିକି ରଖିଥିଲେ। ଶାଗରେ এই ପିଠଉକୁ ଆଡ଼୍ କରି ସାରିବା ପରେ ଦେଖିପାରୁଥିବେ ଶାଗର ମାତ୍ରା ବହୁତ କମିଯାଇଛି। ତ ଏବେ ଆମେ କ'ଣ କରିବା ନା, ଗୋଟେ ତାୱା ନେବା, ସେଥିରେ ଅଳ୍ପ ଟିକେ ତେଲ ଗ୍ରୀସ୍ କରି ନେବା। ଆଉ ତାପରେ ସେଥିରେ ଦେଇଦେବା ଆମର ଶାଗ ଚେକାକୁ। ତ ଏଇଭଳିଆ ପତଲା ପତଲା କରିକି ଶାଗ ଚେକାକୁ ଆପଣ ଫେଲେଇବେ, ତାକି ଏଇଟା ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ। ତ ଆଶା କରୁଛି ଆଜିର ରେସିପି ଆପଣଙ୍କୁ ନିହାତି ଭାବରେ ପସନ୍ଦ ଆସୁଥିବ। ବାସ୍ ଆମର ବାଡ଼ି ବଗିଚାରେ ଘରମାନଙ୍କରେ ଯାହା ସବୁ ହେଉଛି ତାକୁ ନେଇ ମୁଁ ଆଜି ଗୋଟେ ରେସିପି ଆପଣମାନଙ୍କ ପାଇଁ ବନେଇଛି। ପଖାଳ ଭାତ ସାଙ୍ଗରେ ଏମିତି ଭଜାଭଜି କରି ଖାଆନ୍ତୁ, ଦେଖିବେ ବହୁତ ହି ଟେଷ୍ଟି ଲାଗିବ। ସବୁବେଳେ ତ ଆମେ ଗରମ ଭାତ ଖାଉଛେ, କଷାକଷି ଖାଉଛେ, ତ ୟାକୁ ନିହାତି ଭାବରେ ଟ୍ରାଏ କରନ୍ତୁ। ବନ୍ଧାକୋବି ତ ଏବେ ଶସ୍ତା ହେଇଯାଇଛି, ସେଇଥିପାଇଁ ବନ୍ଧାକୋବି ମୁଁ ଅଳ୍ପ ଟିକେ ନେଇଯାଇଛି। ତାପରେ ତା ଉପରେ ଆରାରୁଟ୍ ପାଉଡ଼ର ଟିକେ ପକାଇଦେଲି, କାହିଁକିନା ପିଠଉ ମୋ ପାଖରେ ସରିଯାଇଥିଲା। ଆଉ ତାପରେ ଅଳ୍ପ ଟିକେ ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ ଆଉ ତା ସହିତ ପିଆଜ ଟିକେ ପକାଇକି ତାକୁ ଆମେ କ'ଣ କରିବା, ଏଇଭଳି ଭାବରେ ଚେକା କରିକି ଭାଜି ନେବା।
ଯେତେବେଳେ ମୁଁ ସ୍କୁଲକୁ ଯାଏ ପାଠ ପଢ଼ିବା ପାଇଁ ସେତେବେଳେ ମୋ ମା ଏମିତି ମୋତେ ବନେଇକି ଦେଇ ଦିଅନ୍ତି ପଖାଳ। ତ ତାଙ୍କର ଆଜି ଏଇ ରେସିପି ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଆପଣମାନେ ଏଇଭଳି ଭାବରେ କରିକି ଖାଆନ୍ତୁ, ଦେଖିବେ ବହୁତ ହି ଟେଷ୍ଟି ଲାଗିବ ପଖାଳ ସହିତ ଖାଇବା ପାଇଁ। ତ ବର୍ତ୍ତମାନ ଆମର ଏଠି କୋବି ଚେକା ବନିକି ରେଡ଼ି। ଏବେ ଚାଲନ୍ତୁ ଯିବା ନେକ୍ସଟ ଆଇଟମକୁ। ଏଇଟା ହେଲା ଆମ ସମସ୍ତଙ୍କର ପ୍ରିୟ, ଯେଉଁଟାକି ହେଲା ଆମର ପୋଡ଼ା ଟମାଟୋ ସାଙ୍ଗରେ ପିଆଜ ଆଉ ଲଙ୍କା ଚକଟା। ତ ଏଠି ଦେଖିପାରୁଥିବେ ଲଙ୍କା, ପିଆଜ, ଧନିଆ ପତ୍ର ସବୁ ପକେଇକି ପୁରା ବୋବାଲିଆ ଆଇଟମଟା, ସବୁ ଆଇଟମଟା ପୁରା ଟପ୍‌ରେ। ତ ତାପରେ ଆମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେଇଯିବା, ସେଥିରେ ଦେଇଦେବା କିଛି ପୋଦିନା ପତ୍ର, ଆଉ ତାପରେ ଦେଇଦେବା କିଛି ଧନିଆ ପତ୍ର, ଅଳ୍ପ ଟିକେ ଲୁଣ ଦେଇକି ବର୍ତ୍ତମାନ ଆମେ କ'ଣ କରିବା ନା ୟାକୁ କ'ଣ କରିବା ନା ପଖାଳ ଭାତରେ ଆଡ଼୍ କରିଦେବା। ଆପଣ ତ ଦହି ପଖାଳ ଖାଇଥିବେ, କିନ୍ତୁ ମୁଁ ଆଜି ପୋଦିନା ଆଉ ଧନିଆ ପତ୍ରର ପଖାଳ ଆପଣଙ୍କୁ ଖୁଆଉଛି। ଆପଣ ଏଇଭଳି ଭାବରେ ବନେଇକି ଖାଇବେ, ଦେଖିବେ ବହୁତ ଟେଷ୍ଟି ଲାଗିବ। ଆମ୍ବ କଷି ଅଦା ହଉ କିମ୍ବା ଆମ୍ବ ହଉ, ଆପଣ ଏଇଭଳି ଭାବରେ ତାପରେ ଘଷି ନିଅନ୍ତୁ, ତାକେ ବହୁତ ବଢ଼ିଆ ବାସ୍ନା ଆସିବ। ପିଆଜରେ ଗାର୍ନିସ୍ କରିନିଅନ୍ତୁ ଆପଣଙ୍କ ପରିବାର ସହିତ। ତ ଆଶା କରୁଛି ରେସିପି ଆପଣମାନଙ୍କୁ ବହୁତ ହି ପସନ୍ଦ ଆସିଥିବ। ରେସିପି କିଭଳି ଲାଗିଲା ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରି ନିହାତି ଭାବରେ କହିବେ। ତ ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର, ଜୟ ଜଗନ୍ନାଥ।